ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ବୁଦ୍ଧଙ୍କର ଏହି ତିନୋଟି ନୀତିବାଣୀ, ତାଙ୍କର ଏହି ଲିପିବଦ୍ଧ କାହାଣୀ। ପ୍ରଥମ ହେଉଛି, ବୁଦ୍ଧ କହିଛନ୍ତି ଯେ ସମ୍ପର୍କରେ ଯେତେ ମନୋମାଳିନ୍ୟ ହେଲେ ମଧ୍ୟ ସମ୍ପର୍କ କାଟିବା ଅନୁଚିତ। କାରଣ ଯେତେବେଳେ ଆମ ଆଙ୍ଗୁଳିରେ ନଖ ବଢ଼ିଥାଏ, ଆମେ ନଖକୁ ହିଁ କାଟିଥାଉ, କିନ୍ତୁ ଆଙ୍ଗୁଳିକୁ ନୁହେଁ। ଦ୍ୱିତୀୟରେ, ବୁଦ୍ଧ କହିଛନ୍ତି ଯେ ନିଜର ଅନିଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସଦାସର୍ବଦା ସ୍ନେହ, ପ୍ରେମ ଓ ଆଦର ଦେଇ ଆପଣାର କରିପାରିଲେ ତାହା ହୃଦୟରେ ଥିବା ତୁମ ପ୍ରତି ଚିନ୍ତାଧାରା କର୍ମସ୍ୟ ଲୋପ ପାଇଯିବ। ସର୍ବଶେଷରେ ସେ ଆପଣଙ୍କର ଶତ୍ରୁ ପରିବର୍ତ୍ତେ ମିତ୍ର ହୋଇଯିବ। ଭୁଲ ଜୀବନର ଗୋଟିଏ ପୃଷ୍ଠା ଅଟେ। ସମ୍ପର୍କ ଥରେ ବନେ। ଯଦି ଦରକାର ପଡ଼େ ଭୁଲ ପୃଷ୍ଠାଟିକୁ ଚିରି ଦିଅନ୍ତୁ, କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୂରା ବହିଟିକୁ ନିଜ ଜୀବନରୁ ଏଡ଼େଇ ଦିଅନ୍ତୁ ନାହିଁ। ଜୀବନରେ ପ୍ରକୃତ ଆନନ୍ଦ ନେବା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ବରଂ ନିଜ ରାସ୍ତାରେ ଆଗେଇ ଚାଲନ୍ତୁ। କାରଣ ଯେତେବେଳେ ସମୟ ପୂର୍ଣ୍ଣଚ୍ଛେଦ ପକାଇବ ତାହା କେହି ଜାଣନ୍ତି ନାହିଁ। ଏହିପରି କୌଣସି କାମ ନାହିଁ ଯାହା ଅସମ୍ଭବ ହୋଇନଥାଏ। ଆମେ ଚାହିଁଲେ ସବୁ କିଛି କରିପାରିବା। ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ଯଦି ଭଲ ଲାଗିଲା, ତେବେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଗୋଟିଏ ଲାଇକ୍ ନିହାତି କରନ୍ତୁ।